ନିଡ୍ର ବ୍ୟବହାର ଡେୟାର ଭଳି ନିଡ୍ ମଧ୍ୟ ଉଭୟ ମଡାଲ ଅକ୍ସିଲାରୀ ଏବଂ ମେନ୍ ଭର୍ବ ହିସାବରେ ବାକ୍ୟରେ ବ୍ୟବହୃତ ହୁଏ। ଓଡ଼ିଆରେ ନିଡ୍ର ଅର୍ଥ ଦରକାର କରିବା ଅଟେ। ମଡାଲ ଅକ୍ସିଲାରୀ ହିସାବରେ ନିଡ୍କୁ ନେଗେଟିଭ୍ ଏବଂ ଇଣ୍ଟ୍ରୋଗେଟିଭ୍ ସେଣ୍ଟେନ୍ସରେ ବ୍ୟବହାର କଲେ ତାହା ଅବ୍ଲିଗେସନ୍ ବା ବାଧ୍ୟତା ପ୍ରକାଶ କରେ। ଉଦାହରଣ, ୟୁ ନିଡ୍ଣ୍ଟ ୱରି ଆବାଉଟ୍ ଦ ଏକ୍ସାମିନେସନ୍ ସୋ ମଚ୍। ତୁମେ ପରୀକ୍ଷା ନେଇ ଏତେ ବ୍ୟସ୍ତ ହେବା ଅନାବଶ୍ୟକ ଅଟେ। ୟୁ ନିଡ୍ଣ୍ଟ ରିଡ୍ ଏଭ୍ରି ବୁକ୍। ତୁମେ ପ୍ରତ୍ୟେକ ବହି ପଢ଼ିବା ଅନାବଶ୍ୟକ ଅଟେ। ୟୁ ନିଡ୍ଣ୍ଟ ଫିନିଶ୍ ଦ୍ୟାଟ୍ ୱାର୍କ ଟୁଡେ। ତୁମର ଆଜି ସେହି କାମ ଶେଷ କରିବା ଦରକାର ନାହିଁ। ନିଡ୍କୁ ଇଫ୍ ବା ୱେଦର୍ ପରେ ବ୍ୟବହାର କରାଯାଇପାରେ। ଉଦାହରଣ, ଇଫ୍ ହି ୱାଣ୍ଟସ୍ ଏନିଥିଙ୍ଗ ହି ନିଡ୍ ଓନ୍ଲି ଆସ୍କ। ଯଦି ସେ କିଛି ଦରକାର କରନ୍ତି ସେ କେବଳ ପଚାରିବା ଦରକାର। ଯଦି ଅତୀତରେ ଘଟିଥିବା କୌଣସି କାର୍ଯ୍ୟ ଅନାବଶ୍ୟକ ଥିଲା ବୋଲି ବିଚାର କରାଯାଏ ତେବେ ନିଡ୍ଣ୍ଟ ସହିତ ପରଫେକ୍ଟ ଆସ୍ପେକ୍ଟ ବ୍ୟବହାର କରାଯାଏ। ଉଦାହରଣ, ୟୁ ନିଡ୍ ନଟ୍ ହ୍ୟାଭ୍ ବଟ୍ ଦୋଜ୍ ମ୍ୟାଙ୍ଗୋଜ୍, ଦୋଜ୍ ୱେର୍ ସାର୍। ତୁମର ସେହି ଆମ୍ବଗୁଡ଼ିକ କିଣିବା ଦରକାର ନଥିଲା, ସେଗୁଡ଼ିକ ଖଟା ଥିଲା। ନିଡ୍ ଦେ ହ୍ୟାଭ୍ ସୋଲ୍ଡ ଦ ବିଲ୍ଡିଂ। ସେମାନଙ୍କର କୋଠାଟି ବିକ୍ରି କରିବା ଦରକାର ଥିଲା କି? ମେନ୍ ଭାର୍ବ ହିସାବରେ ବ୍ୟବହାର ହେଲାବେଳେ ନିଡ୍ର ଅର୍ଥ ନେସେସରୀ, ୱାଣ୍ଟ, ରିକ୍ୱାର ବା ଦରକାର ହୋଇଥାଏ। ଉଦାହରଣ, ହି ନିଡ୍ସ ମାଇ ହେଲ୍ପ। ସେ ମୋ ସାହାଯ୍ୟ ଦରକାର କରୁଛି। ହୁ ନିଡ୍ସ ୟୋର୍ ହେଲ୍ପ ହିୟର୍। ଏଠାରେ ତୁମ ସାହାଯ୍ୟ କିଏ ଦରକାର କରୁଛି? ହି ଡାଜ୍ ନଟ୍ ନିଡ୍ ଟୁ ଗୋ ନାଓ। ସେ ଏବେ ଯିବା ଦରକାର କରୁନାହିଁ। ନିଡ୍ର ନେଗେଟିଭ୍ ନିଡ୍ ନଟ୍ ବା ନିଡ୍ଣ୍ଟ ହୋଇଥାଏ। ମୁଁ ଭାବୁଛି ଆପଣମାନେ ନିଡ୍ର ବ୍ୟବହାର ବୁଝିଗଲେ। ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଲେସନ୍ ପାଇବା ପାଇଁ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିଦିଅନ୍ତୁ। ଧନ୍ୟବାଦ।